ଆସନ୍ତୁ ଜାଣିବା ଆଜି ଦିନର ଗୋଟେ ବଡ଼ ମୁଖ୍ୟ ଖବର। ସୁନା ଦରରେ ବଡ଼ ହ୍ରାସ ପାଇଛି। ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ପରେ ସୁନା ଏବଂ ରୂପାର ମୂଲ୍ୟ ଦ୍ରୁତଗତିରେ ହ୍ରାସ ପାଇଛି। ରବିବାର ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା ଏବଂ ରୂପାର ଦ୍ରୁତଗତିରେ ହ୍ରାସ ପାଇଛି। ରବିବାର ରୂପା ଲୋୟର ସର୍କିଟରେ ପ୍ରବେଶ କରି 26,273 ହ୍ରାସ ପାଇଛି। 2,65,000 ପ୍ରତି କିଲୋଗ୍ରାମ ରହିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ ମାର୍ଚ୍ଚ ଡେଲିଭରି ପାଇଁ ରୂପା 26,273 ପ୍ରତି ହ୍ରାସ ପାଇଛି ଏବଂ 2,65,652 ଲୋୟର ସର୍କିଟ ବନ୍ଦ ହୋଇଛି। ଶୁକ୍ରବାର ଦିନ ରୂପା 1,07,968 ପ୍ରତି ହ୍ରାସ ପାଇଛି। 2,51,925 ବନ୍ଦ ହୋଇଥିଲା। ଏହିପରି 2 ଦିନ ଭିତରେ ସୁନା ରୂପାର ମୂଲ୍ୟ ହ୍ରାସ କମିଛି। 2 ଦିନ ମଧ୍ୟରୁ ସୁନାର ମୂଲ୍ୟ 44,992 ହ୍ରାସ ପାଇଛି। ବଜେଟରେ ସୁନା ରୂପା ସମ୍ପର୍କରେ ସିଧାସଳଖ କୌଣସି ବଡ଼ ଘୋଷଣା କରାଯାଇ ନଥିବାରୁ କିନ୍ତୁ ବଜେଟ ପରେ କମୋଡିଟି ମାର୍କେଟରେ ସୁନା ଏବଂ ରୂପାର ମୂଲ୍ୟ ଦ୍ରୁତ ଭାବରେ ହ୍ରାସ ପାଇଛି। ପରବର୍ତ୍ତୀ ଖବର, ରେଳ ବଜେଟ୍ ଉପରେ ଭଲ ଆର୍ଥିକ ବ୍ୟବସ୍ଥା କରାଯାଇଛି। ଆର୍ଥିକ ବର୍ଷ ବଜେଟ୍ ଜାତୀୟ ରେଳବାଇଙ୍କୁ 2,90,30 କୋଟି ଟଙ୍କାର ବଜେଟ୍ ସହାୟତା ପ୍ରଦାନ କରାଯାଇଛି ଏବଂ 2025-26ରେ ଦିଆଯାଇଥିବା 2,62,220 କୋଟି ଟଙ୍କା ଯଥେଷ୍ଟ ଅଧିକ ଅଛି। ଆସନ୍ତା ଆର୍ଥିକ ବର୍ଷ ରେଳବାଇ 5,92,530 କୋଟି ଟଙ୍କା ବ୍ୟୟ କରିଛି ଏବଂ 5,99,530 କୋଟି ଟଙ୍କା ଆକଳନ କରାଯାଇଛି। ପରବର୍ତ୍ତୀ ଖବର ଜାଣିବା, ଓଡ଼ିଶା ଆସୁଛନ୍ତି ମୁର୍ମୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 6 ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସନ୍ଧ୍ୟା 6:30ରେ ଭୁବନେଶ୍ୱର ବିମାନରେ ପହଞ୍ଚିବେ। ସେଠାରେ ଲୋକସଭା ଯାଇ ଯାତ୍ରୀ ଯାପନ କରିବେ। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ 3 ତାରିଖ ସକାଳେ ବିଜୁ ପଟ୍ଟନାୟକ ବନ୍ଦରରୁ ବାୟୁସେନା ହେଲିକପ୍ଟର ଯୋଗେ ଯାଜପୁର ନୂଆ ପ୍ରଶାସନିକ ଭବନ ଗ୍ରାଉଣ୍ଡ ହେଲିପ୍ୟାଡ୍ରେ ଅବତରଣ କରିବେ। ପରବର୍ତ୍ତୀ ଖବର ପରେ ନଜର ଆରମ୍ଭ ହେବାକୁ ଯାଉଛି ପୁରୁଷ ବିଶ୍ୱକପ ଟି20 କ୍ରିକେଟ ମ୍ୟାଚ୍। ଆରମ୍ଭ ହେବାକୁ ଯାଉଛି ଟି20 ପୁରୁଷ ବିଶ୍ୱକପ। ଫେବୃଆରୀ 7ରୁ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ହେଲେ ପାକିସ୍ତାନ କେଁ ସରୁନି। ଭାରତ ଓ ଶ୍ରୀଲଙ୍କା ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ବିପକ୍ଷରେ ଖେଳିବନି ବୋଲି ମନା କରିଛି ପାକିସ୍ତାନ। ପାକ୍ ସରକାର ସାମାଜିକ ଗଣମାଧ୍ୟମରେ ଏହି ସମ୍ପର୍କରେ ସୂଚନା ଦିଆଯାଇଛି।